ଆଜି ମୁଁ ଗୋଟେ କଥା କହିବାକୁ ଚାହୁଁଛି, ଯାହା କହିବା ସହଜ ନୁହେଁ କିନ୍ତୁ ମନରେ ବହୁତ ଦିନ ଧରି ଜମା ହୋଇଥିଲା। କିନ୍ତୁ ଆଜି ମୋ ମନ ଗୋଟେ କଥା କହୁଛି, ମୋ ଶରୀର ମୋ ପରିଚୟ। ନମସ୍କାର ସାଙ୍ଗମାନେ, ମୁଁ ଆପଣମାନଙ୍କର ପ୍ରିୟ ଯମୁନା କହୁଛି। ପ୍ରାୟ ସମୟରେ ଲୋକମାନେ କୁହନ୍ତି ତୁ ମୋଟା ହଉନୁ, ତୋ ଶରୀର ଠିକ ନୁହେଁ, ଆଉ ଟିକେ ମୋଟା ହେଇଥିଲା ଭଲ ଲାଗିବ। କିନ୍ତୁ ଆଜି ମୁଁ ବୁଝିଲି ଏହି ଶରୀର ମୋ ସହିତ ସମସ୍ତ ସଂଘର୍ଷ ଦେଖିଛି, ସମସ୍ତ କଷ୍ଟ ସହିଛି, ଆଉ ତଥାପି ମୋତେ ଛାଡ଼ି ଯାଇନି। ମୁଁ ମୋ ଶରୀରକୁ ନେଇ ଲଜ୍ଜା ପାଇବି ନାହିଁ, କାରଣ ଏହି ଶରୀର ମୋତେ ବଞ୍ଚିବାକୁ ଶକ୍ତି ଦେଇଛି। ସମସ୍ତଙ୍କ ସୁନ୍ଦରତା ଗୋଟେ ମାପରେ ମପା ଯାଇପାରେ ନାହିଁ। କେହି ପତଳା, କେହି ମୋଟା, କିନ୍ତୁ ସମସ୍ତେ ମୂଲ୍ୟବାନ। ଆଜି ମୁଁ ମୋ ମନକୁ କହୁଛି ତୁ ଠିକ ଅଛୁ, ଲୋକଙ୍କ କଥା ତୋତେ ଭାଙ୍ଗି ପାରିବ ନାହିଁ। ଆଉ ହଁ ସାଙ୍ଗମାନେ, ଯେଉଁମାନେ ଏହି ଭିଡ଼ିଓ ଦେଖୁଛନ୍ତି, ଯଦି କେବେ ନିଜ ଶରୀରକୁ ନେଇ କାନ୍ଦିଛନ୍ତି, ମନେ ରଖନ୍ତୁ ସାଙ୍ଗମାନେ, ଆପଣ ଏକା ନୁହନ୍ତୁ। ନିଜକୁ ଭଲ ପାଆନ୍ତୁ, ନିଜ ପାଇଁ ଦୃଢ଼ ଭଳି ଠିଆ ହୁଅନ୍ତୁ, କାରଣ ଆପଣ ଯେପରି ଅଛନ୍ତି ସେପରି ହିଁ ପର୍ଯ୍ୟାପ୍ତ। ଧନ୍ୟବାଦ ସାଙ୍ଗମାନେ ମୋ ମନର କଥା ଶୁଣିଥିବା ପାଇଁ। ଯଦି ଏହି କଥା ଆପଣମାନଙ୍କ ମନକୁ ଛୁଇଁଥିବ, ତାହେଲେ ଦୟାକରି ଏହି ଭିଡ଼ିଓଟିକୁ ଲାଇକ୍, ସେୟାର, ସବସ୍କ୍ରାଇବ କରନ୍ତୁ। ହେଇପାରେ କାହାର ମନକୁ ଏହା ଆଉ ଗୋଟେ ଆଶା ଦେଇଦେବ। ବାଏ ବାଏ ସାଙ୍ଗମାନେ।